गोटे डाक दे था पूरा चिलिकाटा एकजुट हो जाता तम मान अवस्था कौन होता टी भाभी पारछ मारी मारी कि तम मान हाड़ मांस एक कर दी था कारण एटा हूँ गाँ आ गाँ रे झील मान को झील कह जाए इज्जत कह जाए और तमे गाँव इज्जत सांगरे खेलुथिल किंतु मु तमर किछि बोली क्षति करिनी कारण मु जानिबा को पाइली जे तमे आशुतोष जेजे को नाती आ आशुतोष जेजे हेले ए गाँव लोक आ तांकु मु मो निज परिवार लोक बोली भाबे बाबू मजाटा से पर्यंत भल लगे जो पर्यंत मजा कहार किछि क्षति करि न थाए तुमको स्टेज रे झियो करी नचेबाटा तमे करथिबा मजार गोटे जवाब थिला किंतु तमर क्षति पहुँचेबा कि तुमको असुविधा रे पकेबा मो उद्देश्य नथिला बाबू बौला खाली भानु माउसी रो गोटे गाय नुहे से ता माँ ता झियो ता परिवार ता बंचिबार आश्रा बौला पाई भानु माउसी संसार चले ता गुजुराण मेंटे ता चुली को हांडी जाए आ हांडी रे चाउल फुटे हेले तमे मो उपरे राग सुझेबा पे गाँ वाला उपरे राग सुझेबा पे गोटे नियाश्री विधवर सर्वनाश करदेल भानु मौसी छाती फटे कांदुची कांतु देखी पत्थर आखिरे भी लुह आसीज बाबू भूल करदेल बाबू बहुत बड़ भूल करदेल निज खुशी आ मजा पे गोटे नियाश्री विधवा स्त्री लोक को तमें बड़ी छड़े देल बची थाऊ थाऊ तुम्हें तो मारिदेल बाबू तुम्हें तो मारिदेल आरो पत्र रक्षा आगे जी जूता भी तुड़ी लेके देनो बोला 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 ए बोला 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 बौला लो बौला मते छाड़ी दे कुआडे गलु लो बौला तो माँ कथा कौन तोर टिके मन पड़ू नहीं तोर की दोष करी लो बौला मते कहीं एते कंदौलो बौला मते सात पर करदेलु मौसी इतनी कांदो ना
ମିଲି ବଉଳା ବଉଳା ଲୋ ମୋ ବଉଳା ଲୋ ମୋ ବଉଳା ମୁଁ ତାର କ'ଣ ଦୋଷ କରିଥିଲି? ବୁଢ଼ୀଟାକୁ କାହିଁ ଏତେ ହନ୍ତସନ୍ତ କରୁଛୁ? ମୋତେ କାହିଁ ଏତେ ଦଣ୍ଡ ଦଉଛୁ? ତତେ ଛାଡ଼ିଦେଲେ ଏ ଦୁନିଆରେ ମୋର କିଏ ଅଛି? ମୋତେ ଆଉ କୁଆଡ଼େ ଛାଡ଼ିକି ଯିବୁ ନାହିଁ? ମୋ ଧନ, ମୋ ସୁନା, ମୋ ଗୋଳାମାଳି, ମୋ ବଉଳା ଲୋ ମୋ ବଉଳା, ମୋତେ ଛାଡ଼ିକି କୁଆଡ଼େ ଆଉ ଯିବୁ ନାହିଁ ଲୋ ବଉଳା। ବାବୁ ମୋ ବଉଳା ଯେତେ ଥର ହଜିଛି ମିଲି ତାକୁ ଖୋଜି ଆଣିଛି। ଏଥର ମିଲି ବି ହାର ମାନିଗଲା, କିନ୍ତୁ ତମେ ଏଥର ମୋ ବଉଳାକୁ ଖୋଜି ଆଣିକି ଦେଇଛ। ବୁଝିପାରିବନି ବାବୁ, ତମେ ମୋର କେତେ ବଡ଼ ଉପକାର କରିଛ। ତମେ ଜଣେ ମଣିଷ ନୁହଁ, ତମେ ଦେବଦୂତ। ମାଉସୀ ଏମିତି କ'ଣ କହୁଛନ୍ତି? ମୁଁ କୌଣସି ଦେବଦୂତ ନୁହେଁ, ମୁଁ ଗୋଟେ ମଣିଷ ତ ନୁହେଁ, ଗୋଟେ ଖରାପ ମଣିଷ। ମୋତେ କହିବାକୁ ବହୁତ ଖରାପ ଲାଗୁଛି, କିନ୍ତୁ ସତ କଥାଟା ହେଲା ମିଲି ଆଉ ଗାଁ ଲୋକଙ୍କ ଉପରେ ପ୍ରତିଶୋଧ ନେବାକୁ ଯାଇ ମୁଁ ବଉଳାକୁ ପଘାରୁ ଖୋଲି ଦେଇଥିଲି। ହଁ ମାଉସୀ, ସବୁ ଦୋଷ ମୋର, ଦୟାକରି ମୋତେ କ୍ଷମା କରିଦିଅନ୍ତୁ। ବାବୁ ମଣିଷ ହିଁ ଭୁଲ କରେ, ଯେଉଁ ମଣିଷ ନିଜ ଭୁଲକୁ ସୁଧାରି ପାରେ ସେ ହିଁ ଠିକ ମଣିଷ। ତମେ ସେଇ ପ୍ରକୃତ ମଣିଷ ଭିତରେ ଯାଉଛ ବାବୁ, ତମକୁ ଭୁଲ କିଏ କହିଲା? ତୁମକୁ ବହୁତ ବହୁତ ଧନ୍ୟବାଦ ମାଉସୀ, ତମେ ମୋର ଏତେ ବଡ଼ ଭୁଲକୁ ଏତେ ସହଜରେ କ୍ଷମା କରିଦେଲ। ହଉ ବାବୁ, ତମେ ଏଠି ମିଲି ସହିତ ଗପୁଥା, ମୁଁ ମୋ ବଉଳାଟାକୁ ଟିକେ ବାନ୍ଧି ଦେଇକିରି ଆସୁଛି। ଆ ବଉଳା ଆଲୋ ମିଲି, ତୁମକୁ ବି ବହୁତ ବହୁତ ଧନ୍ୟବାଦ। ଠିକ୍ ସମୟରେ ତୁମେ ଆଖି ଖୋଲିଦେଲ। ଆରେ ହଁ, ତୁମର ଗୋଟେ ଜିନିଷ ମୋ ପାଖରେ ରହିଯାଇଛି। ए मिलीटाकू मु जम्मा भी पारिनी। आज जाए ढंगरे निज लुगापटा गुड़ाक भी सजाड़लानी। लुगापटा गुड़ा केमिति असजड़ा करी रखिछि, भगवान ताकू केबे बुद्धि देबे कि जाने।
ସୁଭଦ୍ରା ସୁଭଦ୍ରା ହଁ ହଁ ମୁଁ ଏଇଠି ଅଛି ଆସ। କଣ ହେଲା? ଟଙ୍କା ଯୋଗାଡ଼ ହେଲା? ହଉ ବ୍ୟସ୍ତ କାହିଁକି ହଉଛ? ଠାକୁର ଚାହିଁଲେ ସବୁ ଠିକ୍ ହେଇଯିବ। ଏଇ କେଇଟା ଟଙ୍କା ପାଇଁ ଆମ ମିଲି ବାହାଘର କ'ଣ ଅଟକି ଯିବ? ନା ସେମିତି କୁହ ନାହିଁ ସୁଭଦ୍ରା। ଏ ଅମଙ୍ଗଳ କଥା ଶୁଣିଲା ବେଳକୁ ମତେ ଭାରି ଡର ଲାଗୁଛି। ଦେଖିଲ ଦେଖିଲ এই চিত্রটা কেমতি হয়েছে? আম মিলি করেছি। দেখল দেখল সে যেতবে এ টিকে না কইলা এই চিত্র করিছিলা। ସୁଭଦ୍ରା ଆମ ଝିଅ ଖାଲି ରୂପରେ ନୁହଁ, ଗୁଣରେ କାମରେ ସବୁଥିରେ ସୁନ୍ଦର। ଖାଲି ଗରିବ ଘରେ ଜନ୍ମ ହେଇଛି ବୋଲି ସିନା, ନହେଲେ ନହେଲେ ସିଏ ଆଜି ছি তুমি কান্দুছ? আম মিলি রজাপু ভଳି পর পাইব, সুখরে সংসার করিব। এইটা তো আম ভাগ্য। আমার আর কোন দরকার? କାଲି ଭଳି ଲାଗୁଛି। ଏଠି ଛୋଟଟିଏ ହେଇଥିଲା, ଟିକେ ଟିକେ ପାଦରେ ଟୁକୁ ଟୁକୁ ହେଇ ଚାଲୁଥିଲା। କଥାରେ କଥାରେ ରାଗି ଯାଉଥିଲା, ରୁଷି ଯାଉଥିଲା, କାନ୍ଦୁଥିଲା। ଭାବିଥିଲି ବଡ଼ ହେଇଗଲେ ସୁଧୁରି ଯିବ। ସୁଧୁରି ବି ଗଲା ସୁଭଦ୍ରା। ସବୁ ଗୁଣରେ ପରିପୂର୍ଣ୍ଣ ହେଇଗଲା। ଏ ଚିଲିକାରେ ଭଲ ଝିଅ ହେଲା। କିନ୍ତୁ কিন্তু ବିଧାତାଙ୍କୁ ଦେଖ, ଗୋଟେ ସୁନା ଝିଅର ବାପା ହେଉ ହେଉ ସେ ଆଉ କାହା ଘରକୁ ବୋଉ ହେଇ ଚାଲିଯିବ। ଆମ ସମସ୍ତଙ୍କୁ ପର କରିଦେବ। ଏ ପରିବାରକୁ ଛାଡ଼ି ତା ନିଜର ଆଉ ଗୋଟେ ପରିବାର ହବ। ଏ ପଟରେ ଯୋଉ ଛୋଟ ଝିଅଟାକୁ ଦେଖୁଛ, ସେ ଆଉ କାହା ଘରକୁ ବୋଉ ହେଇ ଚାଲିଯିବ ସୁଭଦ୍ରା। ଆଉ କାହା ଘର ଲକ୍ଷ୍ମୀ ହେଇଯିବ ସୁଭଦ୍ରା। ଆଉ କାହା ଘର ଲକ୍ଷ୍ମୀ ହେଇଯିବ। ଲକ୍ଷ୍ମୀ बढ़िया आईची, फास्ट क्लास आईची। पीसी नानी, अरे मत देखी से लुचेला कहीं देखाओ। तू देखले रागिबू। मु तुम उपरे केबे रागिबार देखिछ? देखाओ सेटा देखाओ।
ସେଇ ଖାତା ଭିତରେ ଆମ ଘରର ସବୁ ଲୋକମାନଙ୍କର ଚିତ୍ର ଅଛି। ତୁ, ऋषि, ଭାଇ, ଭାଉଜ, ବୋଉ ସମସ୍ତଙ୍କ ଚିତ୍ର ଅଛି। ଆଉ ସେ ଡାହାଣୀ ବିଶାଖା ଆଉ ବଡ଼ ଭାଉଜଙ୍କର ବି ଚିତ୍ର ଅଛି। ସେ ଯୋଉ ମୁଣ୍ଡରେ ସିଂହ ବାହାରିନି ସେ ଦି ଜଣ ହଉଛନ୍ତି ବିଶାଖା ଆଉ ବଡ଼ ଭାଉଜ। ପିଇସି ନାନୀ ସେମାନେ ବି ଆମ ଭଳି ମଣିଷ। ତାଙ୍କ ମୁଣ୍ଡରେ ସିଂହ କୁଆଡ଼େ ଆସିଲା? ତୋ ଚିତ୍ର ଦେଖିଲୁ, ତୋ ଚିତ୍ରରେ ଡେଣା କୋଉଠି ଆସିଲା? ମୁଁ ଡେଣା କରିଦେଇଛି କାହିଁକି ନା ତୁ ହଉଛୁ ଗୋଟେ ଟିକି ପରି। ପରୀମାନଙ୍କର ଡେଣା ରହିବା କଥା। କିନ୍ତୁ ବୁଝିପାରୁନୁ କମ? ତୁ ହଉଛୁ ଟିକି ପରି, ऋषि ହଉଛି ସୁପର ହିରୋ, ଆଉ ସେ ବିଶାଖା ବଡ଼ ଭାଉଜ। ଏସବୁ ଭଲ ନୁହେଁ ପିଇସି ନାନୀ। ଯେତେ ଯାହା ହେଲେ ବି ସେ ତମ ବଡ଼ ଭାଉଜ ଆଉ ଝିଆରୀ। ତାଙ୍କର ଏମିତି ଚିତ୍ର କରିବାଟା ତୁ ଚୋପାଟା ଜାଣିଛୁ, ସେଇଥିପାଇଁ ମୁଁ ତୋତେ ଦେଖାଉନଥିଲି। ସେମାନେ ମତେ ଘୃଣା କରୁଛନ୍ତି, ଭଲ ପାଉନାହାନ୍ତି। ପାଗଳ କାନକୁ ପଟେଇ ଦେବେ ବୋଲି କହୁଛନ୍ତି। ସେମାନେ ଯଦି ମଣିଷ ହେଇଥାନ୍ତେ ସେମାନେ କଣ ମତେ ଏମିତି କଥା କୁହନ୍ତେ? କାନ୍ଦନି ପିଇସି ନାନୀ, ଦେଖିବ ସବୁ ଠିକ ହେଇଯିବ। ମୁଁ ସତ କହୁଛି ପାର, ସେମାନେ ଯଦି ମତେ ପାଗଳ କାନକୁ ପଟେଇବେ ନା ତାହେଲେ ମୁଁ ମରିଯିବି। ପିଇସି ନାନୀ रो 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 रो। चलो सहरी बाबू को पाखु। माधुरी सहरी बाबू को कह चिलिका फटो उठा आहरी बहुत भल जगह अच्छी। या पछरे कहीं पड़ी? ओ सहरी बाबू, चिलिका रे केते सुंदर जगह अछि फोटो उठाए पे। या पछरे कहीं पड़िछ? जेते जागा थिले कोन होबो, मु कोन से सब देखिछि। कह देखिन जदि आमे देखि दबुनी, एते व्यस्त काहे की? देखिन जदि आमो कोना आमे देखि दबुनी, एते व्यस्त काहे की? के देखेबो? तू ना आउ के? कह मिली सबुआडे बुले की देखे दब, किछि असुविधा अछि? हां, मिली सबुआडे बुले की देखे दब, किछि असुविधा अछि? असुविधा कोन होबो? किछि असुविधा नै। ताहले काली सकाळ बाहर पड़िबो। चिलिकार सकाळ सबुठु नियारा। रामा रे रामा, सहरी बाबू को संगे मु तो आग कथा ही गली। माधुरी बुला, चलो जीवा, चलो चलो। ब्राह्मण नब प्राय 2000 टंका।
ବୁଝିଲେ ଆଉ ଅପସାର ନେବ 1500 ବାରିକ 1000 ଟଙ୍କା ଖଣ୍ଡେ ନେଲେ ହେଇଯିବ ଆଉ ଲୁଗା ପ୍ରାୟ ସମସ୍ତଙ୍କ ପାଇଁ ହେବ 10,000 କ'ଣ ଦରକାର। ଓହୋ ମତେ ଏତେ କଥା କୁହନି ମୋଟାମୋଟି ବାହାଘରରେ କେତେ ଖର୍ଚ୍ଚ ହବ ସେ କଥା କୁହ। ମୋଟାମୋଟି କରିବାକୁ ହେଲେ ସେମିତି ତ ଭାବିବାକୁ ହେଲେ ବହୁତ ଖର୍ଚ୍ଚ ହେବ କିନ୍ତୁ ରାମରେ କ'ଣ ହେଇଛି ଏତେ ଚୁପଚାପ? ନାଇଁ ଲୋ ମା ସେମିତି କିଛି ନାହିଁ ଏମିତି ଆମେ ବସିଥିଲୁ ଆଉ। ଏମିତି ମାନେ ଏମିତି ଚୁପଚାପ ବସିଛ ଯେମିତି କ'ଣ ଗୋଟେ ହେଇଯାଇଛି? ଓହୋ ତୋର ଯଦି କିଛି କାମ ଅଛି କହୁନୁ କେତେ ଛୋପରି ହଉଛୁ। ହଁ ହଁ ମନେ ପଡ଼ିଲା ବାପା ମୁଁ ଟିକେ ସେ ସହରୀ ବାବୁକୁ ଚିଲିକା ବୁଲେଇବାକୁ ନେଇପାରିବି? ମାନେ କ'ଣ ମୋ ମାନେ ବୁଝିପାରୁନି? ହଁ ସେ ପୁରା ନୂଆ ଲୋକ ଚିଲିକା ବିଷୟରେ କିଛି ବି ଜାଣିନାହାନ୍ତି। ମୁଁ ତାଙ୍କୁ କଥା ଦେଇଛି ଯେ ପୁରା ଚିଲିକାଟା ତାଙ୍କୁ ବୁଲେଇକି ଦେଖେଇବି ହେଲା। ହଁ ବୁଲା ଆଉ ତାପରେ ଲୋକମାନେ ଦୁନିଆ କଥା କହିବେ ଦୁନିଆ ଟାହିଟା ପୁରା କରିବେ ନା ସେସବୁ ହେଇପାରିବନି। ଶଙ୍ଖା ସିନ୍ଦୁର